ମୁଁ ଗଗନ ବିହାରୀ ଗୌଡ଼ା ଆଦର୍ଶ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ। ଆଜି ମୁଁ ଅବସର ନେଉଛି। 1999 ମସିହା ସେପ୍ଟେମ୍ବର ମାସ 19 ତାରିଖ ଜୁନ୍ 19 ତାରିଖରେ ମୁଁ ଫାର୍ଷ୍ଟ ଜଏନ୍ କରିଥିଲି। ଆଉ ସେଇଦିନ ଠାରୁ ମୁଁ ସ୍କୁଲରେ ନିଜକୁ ପୁରା ହଜେଇ ଦେଇଥିଲି ପିଲାଙ୍କୁ ମଣିଷ କରିବାରେ। ସେତେବେଳେ ଯେଉଁ ମୋର ଉତ୍ସାହ ଥିଲା, ଯେତିକି ଉଦ୍ଦୀପନା ଥିଲା, ମାଟି ଗୋଡ଼ି ପଥର ସମସ୍ତ ସହିତ ମୁଁ ନିଜକୁ ଅଙ୍ଗ ଯୋଗାଇଛି। ଆଉ କହିବାକୁ ଗଲେ ସ୍କୁଲର ଏନ୍ତୁଡ଼ିଶାଳର ମୁଁ ଗୋଟିଏ ପ୍ରଥମେ ମାନେ ମାଆଟିଏ ହେଇକିରି ମୁଁ ଯେମିତି ଶିଶୁଟିଏ ଜନ୍ମ ଦିଏ ସେହିପରି ଭାବରେ ମୁଁ ଗଢ଼ି ତୋଳି ଆଣିଥିଲି। ଏବଂ ସେ ଆଜି ତା'ର ଅଭିବୃଦ୍ଧି ଘଟି ଆଜି ବିରାଟ ବଟବୃକ୍ଷରେ ଆଜି ପରିଣତ ହୋଇଯାଇଛି, ଛୋଟିଆ ଗନ୍ଧିର ଛୋଟିଏ। ଆଉ ବହୁତ ପାଇଛି ସ୍କୁଲରେ। ଏଇଠି ମୁଁ ଯାହା କିଛି ମୋର ବୃତ୍ତି ମୋର ପ୍ରବୃତ୍ତି ସବୁ ଏଇଠି ମୁଁ ନିଭେଇଛି। ଏଇଠି ମୁଁ ପିଲାଙ୍କୁ ପାଠ ପଢ଼େଇଛି, ରାତିରେ ଏଇଠି ରହି ପିଲାଙ୍କୁ ଦିନ ରାତି ପାଠ ପଢ଼େଇଛି। ଏବଂ ଏଇଠି ସଙ୍ଗୀତ ସାଧନା କରିଛି, ଏଇଠି ନାଟକ ଲେଖିଛି। ନାଟକ ପିଲା ଏଠି ମୁଁ ଗାଁ ପିଲାଙ୍କୁ ନେଇ ନାଟକ ଯାତ୍ରା ଶିଖେଇଛି, ଜମା କରେଇଛି। ପିଲାଙ୍କ ଦ୍ୱାରା ଗୀତ ବୋଲେଇ ପିଲାମାନଙ୍କୁ ଗୀତ ଶିଖେଇଛି। ମୋ ପାଖରେ କହିବାକୁ ଗଲେ ଏଇଟା ମୋର ଗୋଟେ ୱାର୍କସପ୍ ଥିଲା। ମୋ କଳା ଜଗତର ଗୋଟେ ୱାର୍କସପ୍ ପ୍ଲସ୍ ମୋର ଶିକ୍ଷକତାର ଗୋଟେ ୱାର୍କସପ୍ ଥିଲା। ଆଜି ଅବସର ନେଉଛି। ଦୀର୍ଘ 33 ବର୍ଷରେ ମୁଁ ଆଜି ଅବସର ନେଉଛି। ଦୁଃଖ ତ ଲାଗୁଛି, କାରଣ ଏତେ ଦୀର୍ଘ ବର୍ଷର ଯେଉଁ ଆଟାଚମେଣ୍ଟ ତାକୁ ଏତେ ସହଜେ ଭୁଲି ହେବନି। ମୁଁ ଅବସର ଗୋଟେ ଶବ୍ଦଟି ମୋତେ ବହୁତ ଖରାପ ଲାଗୁଛି, କାରଣ ମୁଁ ଯଦି ସରକାରଙ୍କ କାଗଜପତ୍ରରେ ଅବସର ନେଉଛି, କିନ୍ତୁ ପ୍ରକୃତରେ ମୁଁ ଅବସର ନେଉନାହିଁ। କାରଣ ମୁଁ ଯେମିତି ଫାଇନାଲ୍ ଠିକ୍ ଥିଲି ସେମିତି ଫିଟ୍ ଆଣ୍ଡ ଫାଇନ୍ ଅଛି, କିଛି ଅସୁବିଧା ନାହିଁ। ମଝିରେ ମଝିରେ ଆସିବି, ବିଦ୍ୟାଳୟ ଦେଖିବି, ମୋର ସହପାଠୀଙ୍କୁ ସାହାଯ୍ୟ କରିବି, ପିଲାମାନଙ୍କୁ ପାଠ ପଢ଼େଇବି, ସେମାନଙ୍କ ସୁଖ ଦୁଃଖରେ ସହାୟକ ହେବି। ମୋର ଯେତିକି ଭୂମିକା ଅଛି, ଯେତିକି କର୍ତ୍ତବ୍ୟ ଅଛି ମୁଁ ନିଭେଇବି। ଏବଂ ଏରିଆର ଉନ୍ନତି ପାଇଁ ପରବର୍ତ୍ତୀ ଉତ୍ତର ସମୟରେ ମୁଁ ଯଥାସାଧ୍ୟ ଚେଷ୍ଟା କରିବି।